ସାଇରାମ ପୁଅ ଟିକେ ଠାକୁରଙ୍କୁ ମୁଣ୍ଡିଆ ମାରିଦେ ବାବା, ଟିକେ ତ ମୁଣ୍ଡିଆ ମାରିଦେ। ଧୂପ ଦୀପ ଟିକେ ଦେଇଦେବନି? ଶୁଣେନି, ଜମାରୁ ଶୁଣେନି, ରୁଚି ରଖେନି। କାହିଁକି ରୁଚି ରଖେନି? ଶୁଣିନି କେବେ ତାଙ୍କ ବିଷୟରେ, ଜାଣିନି କେବେ ତାଙ୍କ ବିଷୟରେ। ଆମେ ବି ନା କେବେ ତାଙ୍କ ବିଷୟରେ କହୁନେ ଯେ ଶୁଣନ୍ତି, ସେ ଜାଣନ୍ତି, ସେ ଦେଖନ୍ତି, ସେ ବୁଝିପାରନ୍ତି। ତେଣୁ ତାଙ୍କ ପ୍ରତି ରୁଚି ବଢ଼ିନି। ସେ ଦେଖୁଛି ବାପା ମା ସେ ଆବଦ୍ଧ ଘର ଭିତରେ, ଘରର ଠାକୁର ଘର ଭିତରେ ଯାହାଙ୍କୁ ରଖିଛନ୍ତି, ସକାଳେ ସନ୍ଧ୍ୟାରେ ଟିକେ ଧୂପ ଦୀପ ଦେଇ ଦେଉଛନ୍ତି। କେବେ ତ ତାଙ୍କ ବିଷୟରେ କହୁନାହାନ୍ତି ସେ କିଏ, ସେ ସବୁ କଥା ଜାଣନ୍ତି ବୋଲି କେବେ ତ ଜଣାଉନାହାନ୍ତି। ତାଙ୍କୁ ତ କେବେ ଖୋଜୁନାହାନ୍ତି। ସାଙ୍ଗ ତାର ନିଜର ଆତ୍ମୀୟ ସ୍ୱଜନମାନଙ୍କୁ ଖୋଜେ, ପୁଅ ବି ଖୋଜେ, ଆପଣଙ୍କର ଝିଅ ବି ଖୋଜେ। ଭଲ ପାଇବା ତାକୁ ଜଣା, କିଏ କହିଲା ଜଣା ନାହିଁ? ଛୋଟ ଛୁଆ ବେଳୁ ସ୍ନେହ ଦେବା, ପ୍ରେମର ଆଦାନ ପ୍ରଦାନ କରିବା ତାକୁ ଜଣା। ଭୁଲ ଆମ ପାଖରେ। ଆମେ କେବେ ତାକୁ କହିନେ ଯେ ଭଗବାନ ସର୍ବନ୍ତର୍ୟାମୀ, ସେ ଦେଖିପାରନ୍ତି, ସେ ଶୁଣିପାରନ୍ତି, ସେ ସମସ୍ତଙ୍କ ଭିତରେ ଅଛନ୍ତି। ତୋ କଥା ବି ଶୁଣିବେ, ତୋ ସହିତ ବି କଥା ହେବେ। ଯଦି ଏଇ କଥା ଟିକେ ଆମେ ଛୁଆଙ୍କୁ ବତାନ୍ତେ ଏବଂ ଆଧ୍ୟାତ୍ମିକତା ଅର୍ଥ ଧୂପ ଦୀପ ଆଳତି କର୍ପୂର ଭିତରେ ଛୁଆଙ୍କୁ ନ ବାନ୍ଧି ଯଦି ଏଇତକ କଥା କହନ୍ତେ, ଦେଖ ଛୁଆ, ମୁଁ ପରଟା କରୁନି, ଏଇ ପରଟା ଯେତେବେଳେ ମୁଁ କରୁଛି ନା, ଏ ଘର ପାଇଁ କର୍ତ୍ତବ୍ୟ କରୁଛି, କେବଳ ଡ୍ୟୁଟି ହେଇଗଲା। ତୁ ପାଠ ପଢ଼ିବାଟା କେବଳ ଡ୍ୟୁଟି ହେଇଗଲା। କିନ୍ତୁ ପରଟା କଲାବେଳେ ଯଦି ମୋର ପାଦ ତଳେ ଲାଗିବନି ଯେ ନରମ ପରଟାଟିଏ ହଉ, ଶ୍ୱଶୁରଙ୍କର ଦାନ୍ତ ନାହିଁ, ମୋ ବାପାଙ୍କର ଦାନ୍ତ ନାହିଁ, ସେ କେଡ଼େ ସୁନ୍ଦର ତାଙ୍କ ପାଟିରେ ଗଳିଯାଉ, ମୋ ଛୁଆ ଦୁଇଟା ଟିଫିନ୍ ବକ୍ସରେ ନେଇକି ଯିବ, ପଡ଼ିଶା ଘରକୁ ଦୁଇଟା ପଠେଇବି। ତାହେଲେ ଯେଉଁ କହନ୍ତି ଲଭ୍ ୱିଦାଉଟ୍ ଡ୍ୟୁଟି, ଦେନ୍ ସେ ଆଧ୍ୟାତ୍ମିକ ଜୀବନ ହେଇଯାଆନ୍ତା, ସିଏ ଆଧ୍ୟାତ୍ମିକତା ହେଇଯାଆନ୍ତା। ଆଧ୍ୟାତ୍ମିକତା ମନ୍ଦିର ଧୂପ ଦୀପ ଦେବା ସଙ୍ଗେ ସଙ୍ଗେ ମଣିଷର ଅନ୍ତର୍ନିହିତ ଯେଉଁ ଶକ୍ତି ଗୁଡ଼ାକ ରହିଛି, ଯେଉଁ ଗୁଣ ଗୁଡ଼ାକ ରହିଛି, ସେସବୁ ଗୁଣକୁ କେଉଁ ଉଦ୍ଦେଶ୍ୟରେ ବିନିଯୋଗ କରିବା କଥା, ତାହା ଯଦି ଛୁଆ ହୃଦୟଙ୍ଗମ କରିଦେବ, ସେ ତ ଆଧ୍ୟାତ୍ମିକ ଜୀବନ ହେଇଗଲା। ସାଇରାମ।